ଶାଗକୁ ପଖାଳ ଭାତ ପୁରା ମଜା ଆସିଯିବ। ଦେଖନ୍ତୁ କେତେ ସୁନ୍ଦର ହେଇଛି ଚୁନା ମାଛ, ଦେଶୀ ଚୁନା ମାଛ। ସଫା କରିଦେଇକି ମୁଁ ଭାଜିଦେବି, ତାପରେ ପଖାଳ ସହିତ ବହୁତ ମଜା ଆସେ। ଅପେକ୍ଷା କରିଥିଲି ଏବେ ଚୁନା ମାଛ ଆସିବ ବୋଲି। ଆଜି ଯେତେବେଳେ ଚୁନା ମାଛ ଆସିଛି ମୁଁ ନ ଆଣିକି ତ ରହିପାରିଲିନି। ଦେଖନ୍ତୁ କେତେ ସୁନ୍ଦର ହେଇଛି ଚୁନା ମାଛ ସବୁ। ଚୁନା ମାଛ ସହିତ ପଖାଳ ଭାତ ଆପଣମାନେ ତ ଜାଣିଥିବେ କେତେ ଭଲ ଲାଗେ, କେତେ ଟେଷ୍ଟି ଲାଗେ। ଆପଣମାନଙ୍କ ସହିତ ମୁଁ ସେୟାର କରିବି କେମିତି ଭଜା କରିଛି ଆଉ କେମିତି ରୋଷେଇ ହେବ। ରେସିପିଟି ଆପଣମାନଙ୍କୁ କେମିତି ଲାଗିଲା ମୋତେ କମେଣ୍ଟରେ ନିଶ୍ଚିତ ଜଣାଇବେ। ଆଉ ଲୁଣ, ହଳଦୀ ଆଉ ଲଙ୍କାଗୁଣ୍ଡ ଦେଇକି ମ୍ୟାରିନେଟ୍ କରିଦେଇଛି। କିଛି ସମୟ ପାଇଁ ଛାଡ଼ିଦେବା, 10 ମିନିଟ୍ ରଖିଦେବା ମ୍ୟାରିନେଟ୍ କରିକି, ତାପରେ ଭାଜିବା। କେମିତି ମୁଁ ବନାଉଛି ତାପରେ ପଖାଳ ସାଙ୍ଗେ ଖାଇବା ଆଉ ଚୁନା ମାଛ ଭଜା, ପଖାଳ ଭାତ। ଚୁନା ମାଛ ଅକ୍ଚୁଆଲି ଆସୁନଥିଲା ବୁଲେଇବା ପାଇଁ, ଆଜି ଆସିଛି ତ ସେଥିପାଇଁ ମୁଁ ନେଇ ଆସିଲି। ଦେଖନ୍ତୁ ଦେଖନ୍ତୁ ଏବେ ଭାଜିବା ଶାଗ ଭଜା। ମାଛ ଭଜା ହେଇସାରିଲା ଅଲରେଡ଼ି। ଏବେ ଆମେ ଶାଗ ଭଜା କରିବା। ପ୍ରଥମେ ଆମେ ସୋରିଷ ପକାଇବା, ତାପରେ ଶୁଖିଲା ଲଙ୍କା, ସୋରିଷ ଫୁଟି ଆସିଲାଣି। ତାପରେ ଆମେ ପିଆଜ ପକାଇଦେବା। ମିଡ଼ିୟମ୍ ସାଇଜ୍ର ପିଆଜ ମୁଁ ଦେଇଛି। କଲର୍ ଟିକେ ଆସିଯିବ ପିଆଜର, ତାପରେ ଏବେ ଆମେ ଶାଗକୁ ଦେଇଦେବା। କମ୍ ନିଆଁରେ କରିବେ, ନହେଲେ ଶାଗ ତଳାରେ ଲାଗିଯିବ। ଗ୍ୟାସ୍ ପୁରା ଲୋ ମିଡ଼ିୟମ୍ ସାଇଜ୍ ରଖି ଭାଜିବା। ଏବେ ସାଙ୍ଗେ ଲୁଣ ଦେବେନି, ନହେଲେ ଲୁଣ ଲାଗିବ, ନହେଲେ ସେ ଲୁଣର ମାପ ଜାଣିପାରିବେନି କେତେ କ'ଣ ପଡ଼ିବ ଲୁଣ। ଏବେ ଶାଗ ଭାଜିକି ପୁରା ଏମିତି ହେଲା ପରେ ଯାଇକି ଲୁଣ ଆଡ଼୍ କରିଦେବି। ଏବେ ଆମେ ସ୍ୱାଦ ଅନୁସାରେ ଲୁଣ ଦେଇଦେବା।
ଶାଗ ଭଜା କେମିତି ଲାଗିଲା ଆପଣମାନେ ମୋତେ କମେଣ୍ଟ କରିକି କହିବେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ। ଦେଖନ୍ତୁ ମୁଁ ରସୁଣ ଛେଚିକି ରଖିଦେଇଥିଲି। ଏବେ ରସୁଣ ଛେଚା ମୁଁ ପକାଇଦେବି, କାରଣ ରସୁଣ ଛେଚାଟା ମାନେ ପୋଡ଼ ପକାଇଲେ ତା'ର ସ୍ୱାଦ ଟିକେ ଭଲ ଲାଗେ, ଟେଷ୍ଟ ଟିକେ ଭଲ ଆସେ, ବାସ୍ନା ବି ଭଲ ଆସେ। ସେଥିପାଇଁ ରସୁଣ ଛେଚାଟା ପୋଡ଼ ପକାଏ। ଆପଣମାନେ ବି ଏମିତି ଥରେ ରୋଷେଇ କରିକି ଦେଖନ୍ତୁ, ଶାଗ ଭଜା ଭାଜିକି ଦେଖନ୍ତୁ କେମିତି ଲାଗୁଛି। କମେଣ୍ଟରେ କହିବେ। ରସୁଣ ଛେଚା ପୋଡ଼ ପକାଇବି। ଏବେ ହେଇଗଲା ଆମ ଶାଗ ଭଜା ରେଡ଼ି। ଆଜି ତ ପଖାଳ ସହିତ ଶାଗ ଭଜା ଆଉ ମାଛ, ଚୁନା ମାଛ ଭଜା ଆଉ ଆଳୁ ପଣସ ମଞ୍ଜି ଭଜା ମୁଁ ଆପଣଙ୍କୁ ଭିଡ଼ିଓ କରିପାରିଲିନି, ଖାଇଲା ବେଳେ ଦେଖେଇବି। ହେଇଗଲା ଆମର ଶାଗ ଭଜା। ଏବେ ମୁଁ ଗ୍ୟାସ୍ ବନ୍ଦ କରିଦେଇଛି। ବହୁତ ଜୋରେ ଭୋକ ଲାଗିଲାଣି। ଆମ ପଖାଳ ଭାତ, ମାଛ ଭଜା, ଚୁନା ମାଛ ଭଜା, ଶାଗ ଭଜା ଆଉ ପଣସ ମଞ୍ଜି ଆଳୁ ଭଜା ରେଡ଼ି ହେଇଗଲା। ତା ସାଙ୍ଗକୁ କଞ୍ଚା ଲଙ୍କା, ପିଆଜ। ଆଜି ପୁରା ଖାଇବା ଜମିଯିବ। ଦେଖନ୍ତୁ ଆଇଟମ୍ ଆମର କେମିତି ହେଇଛି, ପ୍ଲିଜ୍ କମେଣ୍ଟ କରିକି କହିବେ କେମିତି ଲାଗୁଛି। ଆହୁରି ବି କିଛି ବନେଇବା ପାଇଁ ଇଚ୍ଛା ଥିଲା, କିନ୍ତୁ ବହୁତ ଗରମ ହେଉଛି, ସେଥିପାଇଁ ଟିକେ ବନେଇ ପାରିଲିନି। ଦେଖନ୍ତୁ କେମିତି ଲାଗୁଛି, କେତେ ସୁନ୍ଦର ଲାଗୁଛି ଦେଖିବା ପାଇଁ। ଭୋକ ତ ବହୁତ ଜୋରେ ଲାଗିଲାଣି। ସକାଳୁ ଗାଧୋଇ ଦେଇଛି, ଯେତେବେଳେ କିଛି ଖାଇନି। ବର୍ତ୍ତମାନ ପଖାଳ ଭାତ ଖାଇକି ମନ ଟିକେ ଖୁସି ଆଉ ଆତ୍ମା ବି ଶାନ୍ତି ହେଇଯିବ। ଦେଖନ୍ତୁ ଫ୍ରେଣ୍ଡସ୍, ଠିକ୍ ଅଛି, ଖାଇସାରିକି ମୁଁ ଆପଣଙ୍କ ସହିତ କଥା ହେଉଛି। ଏବେ ଆମେ ମିଶିକି ଖାଇଦେଉଛୁ, ତାପରେ ମୁଁ କଥା ହେବି ଆପଣଙ୍କ ସହିତ।